ପବିତ୍ର ଗଙ୍ଗା ନଦୀ କୂଳରେ ଜଣେ ନାରୀ ବସିଛି। ଆଖିରୁ ଧାର ଧାର ଲୋତକ ବହି ଯାଉଛି। ଦୁଃଖରେ ଅଭିଭୂତ ହୋଇ କାନ୍ଦୁଛି, ଆଖିରୁ ଲୁହ ଝରୁଛି। ଖାଲି ଏତିକି ନୁହଁ, କୋଳରେ ଧରିଛି ଗୋଟାଏ ଶବ। ଶବଟାକୁ ଧରିଛି, ନାରୀ ଜଣକ ଶବଟିକୁ ଧରିଛି। ଆଖିରୁ ଧାର ଧାର ଲୋତକ ବହୁଛି, କାନ୍ଦୁଛି। ପୁଣି ସେ ଶବଟି ଆଜିର ନୁହଁ, ପଚି ଦୁର୍ଗନ୍ଧ ହେଲାଣି। ଆଜ୍ଞା, ଶବଟି ପଚି ଯାଇଛି, ପୋକ ସାଲୁ ବାଲୁ ହଉଛନ୍ତି। ତଥାପି ସେ ଶବଟିକୁ ଜାବୁଡ଼ି ଧରି, ବକ୍ଷରେ ଜାବୁଡ଼ି ଧରି କାନ୍ଦୁଛି। ଆଖିରୁ ଧାର ଧାର ଲୋତକ ଗଡ଼ଉଛି ପବିତ୍ର ଗଙ୍ଗା ନଦୀ କୂଳରେ। ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠିବ, ଇଏ ଦୁଃଖିନୀ ନାରୀ ଜଣକ କିଏ? ଜାଣିବା ପୁରାଣ ରହସ୍ୟ ମାଧ୍ୟମରେ। କାନ୍ଦୁଥିବା ସମୟରେ ଠିକ୍ ଏହି ସମୟରେ ହେଲା କ'ଣ? ଦେବର୍ଷି ନାରଦ ବିନା ତନ୍ତୁରେ ପ୍ରଭୁ ନାମ ଗାଇ ଗାଇ ସେହି ପଥ ଦେଇ ଆଜ୍ଞା ଯାଉଥାନ୍ତି। ହଠାତ୍ ଏ ନାରୀର କାନ୍ଦିବା ଶବ୍ଦଟି ଯେତେବେଳେ ତାଙ୍କ କାନରେ ବାଜିଲା, ନିଜର ମନଯାନ ଉପରୁ ଅବତରଣ କଲେ ଦେବର୍ଷି ନାରଦ। ଆସି ଯେତେବେଳେ ଦେଖିଲେ ପୋକ ସାଲୁ ବାଲୁ ହଉଛି, ପଚା ଶବଟିକୁ ଧରିଛି କୋଳରେ, ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ତଥାପି ସେ ଶବକୁ ଜାବୁଡ଼ି ଧରି ଏ ନାରୀ ଜଣକ କାନ୍ଦୁଛି, ଆଖିରୁ ଧାର ଧାର ଲୋତକ ଗଡ଼ଉଛି। ଦେବର୍ଷି ନାରଦ ପଚାରିଲେ, ଆରେ ମା, ତମେ ଇଏ ପବିତ୍ର ଗଙ୍ଗା ନଦୀ କୂଳରେ ଏ ଶବଟିକୁ ଧରି କାନ୍ଦୁଛ କାହିଁକି? କଣ ତମର ଦୁଃଖ? ଏ ଶବଟି କାହାର? ସବୁ କଥା ଆମେ ଅବଗତ ହବା। ପ୍ରକୃତରେ ଇଏ ଶବଟି କାହାର? କାହିଁକି ଆଜ୍ଞା ସେ ପଚାଶଡ଼ା ଶବଟିକୁ କୋଳରେ ଜାବୁଡ଼ି ଧରି ଏ ନାରୀ ଜଣକ କାନ୍ଦୁଛନ୍ତି? ସବୁ ଜାଣିବା ଯିଏ ପୁରାଣ କଥା ମାଧ୍ୟମରେ। ଧୀରେ ଧୀରେ ଦେବର୍ଷି ନାରଦ ଯେତେବେଳେ ଏତିକି କଥା ପଚାରିଛନ୍ତି, ସେ ଦୁଃଖିନୀ ଝିଅଟି ଆଜି ପରିପ୍ରକାଶ କରୁଛି, ହେ ଦେବର୍ଷି ନାରଦ, ଏ ଶବ ଆଉ କାହାର ନୁହଁ, ଏ ହେଉଛି ପ୍ରକୃତରେ ମୋ ମାର ଶବ। ମୋ ମାର ଶବକୁ ଧରି ମୁଁ ଆଜି ଏଇ ପବିତ୍ର ଗଙ୍ଗା ନଦୀ କୂଳରେ କାନ୍ଦୁଛି। ଆରେ ମା, କାହିଁକି ଏ ମାର ଶବକୁ ଏ ତ ପଚି ସଢ଼ି ଗଲାଣି, ଏ ଶବଟିକୁ ଧରି ତୁ କାନ୍ଦୁଛୁ କାହିଁକି? ପବିତ୍ର ଗଙ୍ଗା ନଦୀକୁ ଏ ଜଳରେ ଏ ଶବଟିକୁ ଯଦି ଭସେଇ ଦେବୁ, ତାପରେ ତ ଗନ୍ତବ୍ୟ ପଥରେ ତୁ ଯାଇପାରିବୁ। ନା ଦେବର୍ଷି, ଏ କଥା କେବେ ସମ୍ଭବ ନୁହଁ। ମୋ ମାତୃହନ୍ତାର ପ୍ରତିଶୋଧନ ନେବା ଯାଏ, ମୋ ମାକୁ ଯିଏ ମାରିଛନ୍ତି ତାଙ୍କର କଟା ମୁଣ୍ଡ ନ ପାଇବା ଯାଏ କଦାପି ଏ ଶବକୁ ମୁଁ ଭସେଇବିନି ଗଙ୍ଗା ନଦୀରେ। ଦେବର୍ଷି ନାରଦ ଯେତେ ପ୍ରକାର ବୁଝେଇଲେ, ଏ ଝିଅ ଜଣକ ସମ୍ମତି ପ୍ରଦାନ କଲେ ନା, ମୋ ମାତୃହନ୍ତାର ମୁଁ ପ୍ରତିଶୋଧ ନେବି, ସେ ଶତ୍ରୁର କଟା ମୁଣ୍ଡ ମୁଁ ନିଶ୍ଚିତ ପାଇବି। ଦେବର୍ଷି ନାରଦ ପଚାରିଲେ, ଆରେ ମା, ପ୍ରକୃତରେ ଇ ତୋ ମାର ହତ୍ୟାକାରୀ କିଏ? କିଏ ତୋ ମାକୁ ବିନାଶ କରିଛନ୍ତି? ଯେତେବେଳେ ଏ ଝିଅଟି ପରିପ୍ରକାଶ କଲା, ଏ ମାକୁ ଯିଏ ମାରିଛନ୍ତି ସେ ନାମଟା ଯେତେବେଳେ ପରିପ୍ରକାଶ କରିଛନ୍ତି ଦେବର୍ଷି ନାରଦଙ୍କ ନିକଟରେ, ଆଶ୍ଚର୍ଯ୍ୟ ହେଇଗଲେ ଦେବର୍ଷି ନାରଦ ଏ କଥାକୁ ଶୁଣି। କହିଲେ, ଆରେ ତାଙ୍କର କଟା ମୁଣ୍ଡ ତୁ ପାଇପାରିବୁ? ତୁ ଯୋଉ ମାତୃହନ୍ତାଙ୍କର ନାମଟା ମୋ ଆଗରେ ପରିପ୍ରକାଶ କଲୁ, ତାଙ୍କର କଟା ମୁଣ୍ଡ ପାଇବା କେବେ ସମ୍ଭବ ନୁହଁ। କହିଲେ, ହେ ଦେବର୍ଷି ନାରଦ, ଯଦି ମାତୃହନ୍ତାର ପ୍ରତିଶୋଧ ମୁଁ ନ ନେଇ ପାରିବି, ତାର କଟା ମୁଣ୍ଡ, ସେ ଶତ୍ରୁର କଟା ମୁଣ୍ଡ ଯଦି ମୁଁ ନ ପାଇପାରିବି, ଏ ପ୍ରାଣକୁ ନିଶ୍ଚିତ ଭାବରେ ମୁଁ ବିସର୍ଜନ କରିବି। ଯେତେ ପ୍ରକାର ସେଦିନ ବୁଝେଇଲେ ନାରଦ, ସେ ଝିଅଟି କଦାପି ରାଜି ହେଲା ନା। ଠିକ ଅଛି, ଯଦି ମାତୃହନ୍ତାର ପ୍ରତିଶୋଧ ତୁ ନେବା ପାଇଁ ଚାହୁଁଛୁ, ଏ ସଂସାରରେ ସର୍ବବୃହତ୍ ଶକ୍ତି ହେଲେ ଦେବଦେବ ମହାଦେବ। ମହାଦେବଙ୍କୁ ଯଦି ତୁ ସ୍ତୁତି କରିବୁ, ତାଙ୍କରି ବର ଲାଭ କରିପାରିବୁ, ନିଶ୍ଚିତ ଭାବରେ ତୁ ମାତୃହନ୍ତାର ପ୍ରତିଶୋଧ ନେଇପାରିବୁ। ଏ କଥାକୁ ବୁଝେଇ ଦେଲେ ଦେବର୍ଷି ନାରଦ। କହିଲେ, କହନ୍ତୁ ଦେବର୍ଷି, କୋଉ ନାମରେ ଆବାହନ କଲେ ସେହି ଦେବଦେବ ମହାଦେବଙ୍କୁ ମୁଁ ପ୍ରସନ୍ନ କରିପାରିବି? ମନ୍ତ୍ର ପ୍ରଦାନ କରିଛନ୍ତି ଦେବର୍ଷି ନାରଦ। ସେନ ଆଜ୍ଞା ଶିବଙ୍କୁ ଜପ କରିବା ବା ଶିବଙ୍କୁ ଆବାହନ କରିବାର ମନ୍ତ୍ର ପ୍ରଦାନ କରିଦେଲେ ଇଏ ଝିଅଟି। ଏକାନ୍ତ ଭାବରେ ଏ ତ କଳିପ୍ରିୟ ଋଷି ନାରଦ କଳହର ମଞ୍ଜିଟେ ପୋତି ନାରଦ ସେ ସ୍ଥାନ ଛାଡ଼ି ଆଜ୍ଞା ଚାଲିଗଲେ। ତେଣୁ ଏକାନ୍ତ ଭାବରେ ଇଏ ଝିଅଟି ସେଇ ଦେବଦେବ ମହାଦେବଙ୍କ ପଦକଞ୍ଜରେ ମନ ପ୍ରାଣକୁ ନିବେଶ କରି ଏକାନ୍ତ ଭାବରେ
ଧ୍ୟାନରେ ନିମଗ୍ନ ହେଲା। ଓಂ ନମଃ ଶିବାୟ, ଓಂ ନମଃ ଶିବାୟ। ଯେତେବେଳେ ଷଡ଼ାକ୍ଷର ମନ୍ତ୍ରକୁ ଭଜନ କରିଛନ୍ତି, ନାରଦଙ୍କ ପ୍ରଦତ୍ତ ମନ୍ତ୍ରକୁ ଯେତେବେଳେ ଭଜନ କରିଛନ୍ତି, ଏତିକି ବେଳେ ଦେବଦେବ ମହାଦେବ ଇଏ ତ ମଙ୍ଗଳମୟ, ଭକ୍ତାଧୀନ, ଭକ୍ତ ପ୍ରତି ପ୍ରସନ୍ନ ହୁଅନ୍ତି, ଆସି ପହଞ୍ଚିଲେ ଏ ଝିଅ ନିକଟରେ ଦେବଦେବ ମହାଦେବ। ଯେତେବେଳେ ଦେବଦେବ ମହାଦେବଙ୍କୁ ଦର୍ଶନ କରିছে ଝିଅଟି, ପ୍ରଣିପାତ କଲା ଦେବଦେବ ମହାଦେବଙ୍କ ପଦକଞ୍ଜରେ, ଆମୂଳ ଚୂଳ ସମସ୍ତ ଘଟଣାକୁ ଖୋଲି କହିଲା, ହେ ଦେବଦେବ ମହାଦେବ, ଇଏ ମୋ ମାର ଶବକୁ ମୁଁ ଧରି ଆଜି ଆପଣଙ୍କୁ ସ୍ତୁତି କରିଛି ମାତୃହନ୍ତାର ପ୍ରତିଶୋଧ ନେବା ପାଇଁ। ତେଣୁ ଆପଣ ଆଶୀର୍ବାଦ ପ୍ରଦାନ କରନ୍ତୁ, ଯେମିତି ଭାବରେ ମୋ ମାତୃହନ୍ତାର ପ୍ରତିଶୋଧ ନେବି, ମୋ ଶତ୍ରୁର କଟା ମୁଣ୍ଡ ମୁଁ ପାଇପାରିବି। ଶତ୍ରୁର ନାମଟା ଯେତେବେଳେ ଦେବଦେବ ମହାଦେବଙ୍କ ନିକଟରେ ଏ ଝିଅଟି ପରିପ୍ରକାଶ କରିଛନ୍ତି, ଚମକି ପଡ଼ିଲେ ସ୍ୱୟଂ ଦେବଶୂଳ ପାଣି ଦେବଦେବ ମହାଦେବ। କହିଲେ, ଆରେ ମା, ଏ କଥା କେବେ ସମ୍ଭବ ନୁହଁ। ଯେ ଆଦି ଅନାଦି ପୁରୁଷ ସଗୁଣ ନିର୍ଗୁଣ ଆତ୍ମା ରାମ ସନାତନ ବ୍ରହ୍ମ ନିରୂପଣ, ସେ ବ୍ରହ୍ମମୟ ଠାକୁରଙ୍କର କଟାମୁଣ୍ଡ ମୁଁ କେବେ ପ୍ରଦାନ କରିପାରିବି। ତେବେ ଆପଣମାନଙ୍କ ମନରେ ପ୍ରଶ୍ନ, ପ୍ରକୃତରେ ଇଏ ଝିଅଟିର ମାତୃହନ୍ତା କିଏ? ନା ସେ ହେଉଛନ୍ତି ପରଂ ବ୍ରହ୍ମ ମହାମହିମ ଅଯୋଧ୍ୟାପତି ଦଶରଥ ନନ୍ଦନ ରାମ ହେଉଛନ୍ତି ତାର ମାତୃହନ୍ତା। ତେଣୁ ରାମଙ୍କ ନାମ ଶୁଣିଲା ମାତ୍ରକେ, ଯେଉଁ ରାମଙ୍କ ନାମକୁ ମୁଁ ଯୁଗ ଯୁଗ ଧରି ଭଜନ କରୁଛି, ତାଙ୍କର ଟିକେ ସତ୍ତା ଅନୁଭବ କରିବା ପାଇଁ, ତାଙ୍କର ଆଶୀର୍ବାଦ ନେବା ପାଇଁ, ସେ ପ୍ରଭୁଙ୍କର କଟାମୁଣ୍ଡକୁ ମୁଁ କେମିତି ଅର୍ପଣ କରିପାରିବି? ତାହେଲେ ହେ ଦେବଦେବ ମହାଦେବ, ପ୍ରକୃତରେ ଯଦି ମାତୃହନ୍ତାର ପ୍ରତିଶୋଧ ମୁଁ ନ ନେଇପାରିବି, ନିଶ୍ଚିତ ଭାବରେ ପ୍ରାଣ ବିସର୍ଜନ କରିଦେବି ଏ ଗଙ୍ଗା ନଦୀରେ। ନିରୁପାୟ ହେଲେ ଦେବଦେବ ମହାଦେବ। ତାହେଲେ ଠିକ ଅଛି, ଯେତେବେଳେ ତୁ ପ୍ରତିଶୋଧ ନେବା ପାଇଁ ଇଚ୍ଛା ପ୍ରକଟ କରିଛୁ, ମୁଁ ତତେ ଏତିକି ଆଶୀର୍ବାଦ ପ୍ରଦାନ କରୁଛି, ଯେତେବେଳେ ରାମଙ୍କୁ ତୁ ଦର୍ଶନ କରିବୁ, ମାତୃହନ୍ତାର ପ୍ରତିଶୋଧ ନେବା ପାଇଁ ତୁ ଚିନ୍ତା କରିବୁ, ଏତିକି ବର ମୁଁ ପ୍ରଦାନ କରୁଛି, ସେତିକି ବେଳେ ରାମଚନ୍ଦ୍ର ମହାପ୍ରଭୁ ଶକ୍ତି ଶୂନ୍ୟ ହୋଇଯିବେ। ମାତୃହନ୍ତାର ପ୍ରତିଶୋଧ ତୁ ନେଇପାରିବୁ, କଟାମୁଣ୍ଡ ତୁ ପାଇବୁ ନା, କିନ୍ତୁ ତୁ ଯାହା ଚାହିଁବୁ ମାତୃହନ୍ତାର ପ୍ରତିଶୋଧ ତୁ ନେଇପାରିବୁ। ରାମ ସ୍ୱୟଂ ରାଜବଲୋଚନ ରାମ ଠାକୁର ସେଦିନ ଶକ୍ତି ସାମର୍ଥ୍ୟକୁ ହରେଇବେ କ୍ଷଣିକ ସମୟ ପାଇଁ। ଯେତେବେଳେ ଏତିକି କଥା ପରିପ୍ରକାଶ କରିଦେଲେ, ସେତିକିରେ ଆଜ୍ଞା ଏ ଝିଅଟି ସନ୍ତୁଷ୍ଟ ହୋଇଛି। ଠିକ ଅଛି, ହେ ପ୍ରଭୁ, ଆପଣ ଯେତେବେଳେ ଏତିକି ବର ପ୍ରଦାନ କଲେ, ମୁଁ ଅପେକ୍ଷା କରିବି, ଯେତେବେଳେ ମୁଁ ରାମଙ୍କ ଦର୍ଶନ ପାଇବି, ନିଶ୍ଚିତ ଭାବରେ ମାତୃହନ୍ତାର ପ୍ରତିଶୋଧ ମୁଁ ନେବି। ସ୍ୱଳ୍ପ ସମୟର କଥାବସ୍ତୁ ପୁରାଣ ରହସ୍ୟ ମାଧ୍ୟମରେ ଆପଣ ଶ୍ରବଣ କରୁଛନ୍ତି। ଏ ଝିଅଟି ପ୍ରକୃତରେ କିଏ? ଏ ମାତୃହନ୍ତାର ପ୍ରତିଶୋଧ ନେଲା କି ନାହିଁ, ତା ମା କିଏ, ସବୁ ଘଟଣା ପରବର୍ତ୍ତୀ ଅଧ୍ୟାୟରେ ଆପଣ ଜାଣିପାରିବେ। ମାତୃହନ୍ତା ଆପଣ ଜାଣିପାରିଲେ ହେଉଛନ୍ତି ପ୍ରଭୁ ରାମ। ରାମଙ୍କ ନିକଟରୁ ଏ ଝିଅଟା ଯେତେବେଳେ ପ୍ରତିଶୋଧ ନେବା ପାଇଁ ଚାହୁଁଛି, ପ୍ରକୃତରେ ଝିଅର ନାମ କଣ, ତା ମା ପ୍ରକୃତରେ କିଏ, ପରବର୍ତ୍ତୀ ଅଧ୍ୟାୟରେ ତାର ସବିଶେଷ ଆପଣ ମାନଙ୍କ ଆଗରେ ମୁଁ ଉପସ୍ଥାପନ କରିବି। ସ୍ୱଳ୍ପ ସମୟର କଥାବସ୍ତୁକୁ ମୁଁ ଏଠି ବିଶ୍ରାମ ଦଉଛି। ସେ ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟାଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ মা কশ্চিৎ দুঃখ ভাগ ভবে। ওম শান্তি, ওম শান্তি, ওম শান্তি।